କହିବେ ଇଂଲିଶ ମିଡିୟମ ଯେ ପିଲାଟି ଦିନରୁ ଭୁଲ କରି ଆସିଛି ଶିଖିବେ ଜୀବନ ନୀତି କରିବାନି ସେ କଥା ପାଇଁ ଗ୍ୟାରେଣ୍ଟି ଦେଇପାରିବ। ପିଲା ଦିନରେ ତାର ଖାଇବା ପିଇବା ସବୁଥିରେ ଅଭାବ ରହି ଆସିଥିଲା ଆଉ ଯାହାର ସବୁ ଜିନିଷରେ ଅଭାବ ଅଛି ସେ ତ ଲୋଭୀ ହବ ନା ଆଉ ଏମିତି ରହିବେ ସେ ସବୁ ସହି ଆସୁଥିଲା ଆଉ ସେ ଖରାପ ନଥିଲା ବାସ୍ ଟିକେ ଲୋଭୀ ଥିଲା। ଆଜି ସେ ରୋହିଙ୍କର ଜୀବନ ନେଇଗଲା। ଆମେ ଯୋଉ ରୋହି ଦେଖି ଆସିଛେ ସେ ଯିବା ପରେ ଆମେ ଦୁଃଖୀ ହବା କଥା ନୁହଁ। ହେଲେ ମୁଁ ପିଲାଟି ଦିନରୁ ରୋହିକୁ ଦେଖି ଆସିଛି ତା ପାଇଁ ମୋ ମନରେ ସବୁଦିନ ଦୁଃଖ ରହିଯିବ। ଇଂଲିଶ ମିଡିୟମ ମୁଁ ତାକୁ ବୁଝିବାକୁ ଚେଷ୍ଟା କରିଥିଲି ତାକୁ ଠିକଠାକୁ ଆଣିବାକୁ ଚେଷ୍ଟା କରିଥିଲି ହେଲେ ସେ ମୋ କଥା ଶୁଣିଲାନି। ହେଲେ ମୁଁ କେବେ ଭାବିନଥିଲି ତା ସହିତ ଏକ ଘଟଣା ଘଟିଯିବ। ରାମ କହିବେ ଚିକି ନିଜକୁ ସମ୍ଭାଳ ଏ ଘରେ ତମେ କା କେହି ବି ଭୁଲଥିଲେ ରୋହି ଘରେ ଏମିତି ହୁଅ ବୋଲି। ଚିକି ରୋହିର ପିଲାଦିନ ମୁତିଲେ କାଟୁଥିଲା ହେଲେ ତମ ପିଲାଦିନ ବି ସିମ୍ପଲ ନଥିଲା ଆଉ ରୋହି ଭୁଲ ଥିଲା। ତମେ ଗୋଟେ ପିମ୍ପୁଡ଼ି ଉପରେ ରଖିଦେଲେ ବି ସେଥିପାଇଁ ନିଜକୁ ଦୋଷ ଦିଅ ଆଉ ସେ ରୋହି ଏତେ ସବୁ କରି ଯାଇଛି ତୁ ବଡ ବଡ ଅନ୍ୟାୟ କରିଛି। ଏଇଟା ହଉଛି ମୋର ଆଉ ଭିତରେ ଥିବା ଯଦି ତମେ ତାକୁ ସାହା କରିବା ପାଇଁ ଚେଷ୍ଟା କରୁଥିଲ ହେଲେ ତାର ଶେଷ ସମୟରେ ବି ତାକୁ ମାରିବାକୁ ଚେଷ୍ଟା କରୁଥିଲା। କି ରୀତା ତା ମାଙ୍କ ଠାରୁ ପିଲାଦିନରୁ ଅଲଗା ଥିଲା ଏଟା ହଉଛି ତାର ଦୁର୍ଭାଗ୍ୟ। ଏବେ ଯୋଉ ବାଟ ବାଛିଥିଲା ଏଟା ହଉଛି ତାର ବଡ ଭାଷା ତାର ଅନ୍ତ ହବାର ଭୟ ଆସିଥିଲା ସେଥିପାଇଁ ହବା ସୁନିଶ୍ଚିତ ଥିଲା। ସେ ଯେତେବେଳେ ନିଆଁକୁ ବି ଡେଇଁ ପଡ଼ିଥାନ୍ତା ନା ହେଲେ ସେ ରୋହିକୁ ନିଆଁରୁ ବଞ୍ଚେଇ ପାରି ନଥାନ୍ତା। ସେ ଯାହା ଚିକି ତାକୁ ସମ୍ଭାଳି ନିଅ ଆଗକୁ ଯିବା। କହିବେ ହେଲାରେ କହିବେ ସମୟ ଆସିଯାଇଛି ସଫଳ ପାଇଁ ସେ ଜାଣିବା ଦରକାର ତମେ ହିଁ ହଉଛ ଠିସିଆ। କହିବେ ଏବେ କହିବେ ଏଟା ହଉଛି ଠିକ ସମୟ ଗୋଟେ ଖୁସିର ସହଜରେ ସମସ୍ତେ ଦେଇଦେବେ ଏଟା ଷ୍ଟାଇଲରେ ହେବା ଦରକାର। ମାଧବୀ କହିବେ ଭ୍ରମଣୀ ହଉଛି ଆମ ଭାଗ୍ୟଟା ହିଁ ଖରାପ ଜୀବନ ସାରା ଏମିତି କାନ୍ଦିବାକୁ ପଡିବ। ରତନ କହିବେ ମାଧବୀ ଚମତ୍କାର ଭାବରେ ମୁଁ ବୁଝିପାରୁନି ମୋ ଭଳିଆ ଜଣେ ସାଧୁ ଆଉ ଭଦ୍ର ମଣିଷ ଏତେ ବଡ ଭୁଲ କେମିତି କରିପାରିଲା। ଶେଷରେ ସେ ଝିଟିପିଟି ଶାନ୍ତି ପରି ଏସବୁ କେମିତି କରିଦେଲି ମୁଁ ନିଜେ ବି ଏସବୁ କଥା ବୁଝିପାରୁନି। ହଉ ଚାଲ କିଛି ଗୋଟେ କରିବା। ମୁଁ ଭାବୁଛି ମା ଗୋଡ ତଳେ ପଡିଯିବା ଯଦି ସେ ରଖିବେ ନହେଲେ ନାହିଁ ଯଦି ମାରିବେ ଚମତ୍କାର ଭାବରେ ପାଖରେ ଆଉ କିଛି ବି ଉପାୟ ନାହିଁ। ମାଧବୀ କହିବେ ରତ୍ନମଣି ତମେ ଏକଦମ କଥା କହିଛ ଆମ ପୁଅ ଲକି ପାଇଁ ଆମକୁ ତ ଏତିକି କରିବାକୁ ପଡିବ। ରତନ କହିବେ ମତେ ଭାରି ଡର ଲାଗୁଛି ତମେ ଆଗରେ ଚାଲ ତାପରେ ସେମାନେ ଯେ କାମିନୀଙ୍କ ଗୋଡ ତଳେ ପଡିଯିବେ। ରତନ କହିବେ ମା ମୋର ଭୁଲ ହେଇଯାଇଛି। ମାଧବୀ କହିବେ ଏମିତି ଭୁଲ କେବେ ବି ହବନି ସେ ପୋଡା ଭୁଲି ଝିଟିପିଟି କଥାରେ ଆମେ ଅନ୍ଧ ହେଇଯାଇଥିଲୁ ଆମକୁ କ୍ଷମା କରିଦିଅ ମା। ରାଜେନ୍ଦ୍ର କହିବେ ମା ସେ ମାନଙ୍କୁ କ୍ଷମା କରିଦିଅ। କାମିନୀ କହିବେ କେବେ ବି ନୁହଁ। ରାଜେନ୍ଦ୍ର ତୁ ଏମାନଙ୍କୁ କହ ଏବେ ଏଇ ମୁହୂର୍ତ୍ତରେ ଏ ଘର ଛାଡି ଚାଲି ଯାଆନ୍ତୁ ଏମାନଙ୍କର ଏ ଘରେ କୌଣସି ବି ଜାଗା ନାହିଁ। ରାଜେନ୍ଦ୍ର କହିବେ